ନୂଆ ଜିନିଷରେ ନୂଆ ଶୈଳୀରେ ନୂଆ ବ୍ୟଞ୍ଜନ 100% ଗ୍ୟାରେଣ୍ଟି ଆପଣମାନେ କେବେ ବି ଖାଇ ନଥିବେ କି କରିନଥିବେ ରନ୍ଧନ। ଭିତର ନରମ ଉପରଟା ପୁରା ମୁସୁମୁସିଆ ଖାଇବାକୁ ଲାଗିବ ଭାରି ବଢିଆ। କୋଉଥିରେ ତିଆରି ହେଇଛି ଜାଣିଲେ ହେବେ ଚକିତ। ତେବେ ଡେରି ନ କରି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରକୃତିର ଶୋଭା ବଢଉଥିବା କାଗଜ ଫୁଲରେ ବହୁତ ବଢ଼ିଆ ସ୍ନାକ୍ସଟେ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ ତ କାଗଜ ଫୁଲ ନିଶ୍ଚୟ ଦେଖିଥିବେ, ଦେଖିବାକୁ ଖୁବ୍ ସୁନ୍ଦର। ବିଭିନ୍ନ ପ୍ରକାରର କାଗଜ ଫୁଲ ଆପଣମାନେ ଦେଖିଥିବେ, ଆଉ ଭରି ହେଇକି କାଗଜ ଫୁଲ ରହିଥାଏ। ଏଇ ଯେଉଁ କାଗଜ ଫୁଲ ଦେଖୁଛନ୍ତି ତାର ଏତେ ଆୟୁର୍ବେଦିକ ଗୁଣ ଭରି ରହିଛି, ଆପଣମାନେ ନିଶ୍ଚୟ ୟାକୁ ଖାଦ୍ୟରେ ସାମିଲ କରନ୍ତୁ। ଆଜି ଆମେ ପୁରାପୁରି ନୂଆ ଶୈଳୀରେ ନୂଆ ବ୍ୟଞ୍ଜନଟିଏ ପ୍ରସ୍ତୁତ କରିବା, ଖାଇବାକୁ ବେଶ ବଢ଼ିଆ। ଏଠି ଦେଖନ୍ତୁ, ଏଇ ଯେଉଁ କାଗଜ ଫୁଲ ଦେହ ପାଇଁ ବହୁତ ଭଲ, ଯେମିତିକି ତ୍ୱଚା ପାଇଁ ଆଉ ଆଖି ପାଇଁ ବି ବହୁତ ଭଲ। ଏଥିରେ ଭିଟାମିନ୍ ସି ରହିବା ସହିତ ହଜମ କରାଇବା ପାଇଁ ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଦେଖିବାକୁ ଖୁବ୍ ସୁନ୍ଦର, ପ୍ରକୃତିର ଶୋଭାବର୍ଦ୍ଧନ କରିଥାଏ ଏଇ କାଗଜ ଫୁଲ, ବିଭିନ୍ନ ରଙ୍ଗର ମଧ୍ୟ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଏଠି ଦେଖନ୍ତୁ, ମୁଁ କିଛି କାଗଜ ଫୁଲ ତୋଳିକି ଆଣିଛି, ଆଉ କାଗଜ ଫୁଲକୁ କେମିତି ବାଛିବେ ଦେଖନ୍ତୁ। ଏଇ ଯେଉଁ ପେନ୍ଥା ପେନ୍ଥା ହେଇକି ଅଛି କାଗଜ ଫୁଲ, ଆମେ କ'ଣ କରିବା ନା ତାକୁ ଛୋଟ ଛୋଟ ପାଖୁଡ଼ା ବାହାର କରିଦେବା। ଏଠି ଦେଖନ୍ତୁ, ପାଖୁଡ଼ା ସବୁ ବାହାର କରିସାରିବା ପରେ ପତ୍ର ଜମା ନେବେନି, କେବଳ ଯେଉଁ ଦେଖାଯାଉଛି ଗୋଲାପୀ ରଙ୍ଗର ପାଖୁଡ଼ା, ସେଇ ପାଖୁଡ଼ା ନେବେ। ଆଉ ଦେଖନ୍ତୁ, ଭିତରେ ଧଳା ରଙ୍ଗର ଗୋଟେ ଛୋଟ ଫୁଲଟେ ଅଛି, ସେଇ ଫୁଲଟିକୁ କେବଳ କାଢ଼ିବେ। ସେଇ ଫୁଲକୁ ଖାଇବେନି, ଆଉ ନହେଲେ ଯେତକ ଗୋଲାପୀ ରଙ୍ଗର ଅଛି ତାକୁ ଆପଣମାନେ ଖାଇପାରିବେ। ଦେହ ପାଇଁ ବହୁତ ବହୁତ ଭଲ, ଆଉ ସ୍ୱାଦଟା ବହୁତ ବଢ଼ିଆ ଲାଗିବ। ଯେହେତୁ କାଗଜ ଫୁଲର ନିଜସ୍ୱ କିଛି ବାସ୍ନା ନଥାଏ, ଆପଣମାନେ ସମସ୍ତେ ଏଇ କାଗଜ ଫୁଲର ରେସିପିକୁ ଖାଇପାରିବେ, ବହୁତ ବଢ଼ିଆ ଲାଗିବ। ଏବେ ଆମେ କାଗଜ ଫୁଲକୁ ଭଲ ଭାବରେ ବାଛି ସାରିବା ପରେ 2-3 ଥର ଭଲ ଭାବରେ ଧୋଇଦେବା। ରାସ୍ତା କଡ଼ରେ କାଗଜ ଫୁଲ ବହୁ ମାତ୍ରାରେ ଦେଖାଯାଇଥାଏ, ଯେହେତୁ ରାସ୍ତା କଡ଼ରେ ଥାଏ ବହୁତ ଧୂଳି ପଡ଼ିଥାଏ, ତେଣୁ ଭଲ ଭାବରେ ନିଶ୍ଚୟ ଧୋଇବେ। এই କାଗଜ ଫୁଲର ଗଛକୁ ଆପଣମାନେ ଲଗେଇ ବି ପାରିବେ ନିଜ ବଗିଚାରେ, ବହୁତ ସହଜ। ଆପଣମାନେ ଗୋଟେ ଡାଳ କାଟିକି ଆଣିକି ଲଗେଇଦେବେ, ଆଉ ଆପଣଙ୍କର ବଗିଚାକୁ ସୁନ୍ଦର କରିବା ସହିତ ଆପଣମାନେ ସୁନ୍ଦର ସୁନ୍ଦର ବ୍ୟଞ୍ଜନ ପ୍ରସ୍ତୁତ କରିକି ଖାଇପାରିବେ, ସବୁବେଳେ ସୁସ୍ଥ ରହିବେ। ଆଉ ଏଇ କାଗଜ ଫୁଲର ଗଛକୁ ବେଶୀ ବି ଦାୟିତ୍ୱ ଯତ୍ନ ନେବାକୁ ପଡ଼େନି, ଅଳ୍ପ ପାଣିରେ ମଧ୍ୟ ବଢ଼ିଆ ଗଛ ବଢ଼ିଥାଏ, ତା ସହିତ ବହୁ ମାତ୍ରାରେ ଫୁଲ ହେଇଥାଏ। ଆଉ ଏମିତି ଆପଣମାନେ ଫୁଲକୁ ଭଲ ଭାବରେ ଧୋଇଦେବେ। ଧୋଇ ସାରିବା ପରେ ତାକୁ ବାହାର କରିକି ପାଣି ଛଡ଼େଇ ଦେବେ। ଗୋଟେ ଜାଲି ହଉ କିମ୍ବା ଗୋଟେ ଡାଲାରେ ରଖିଦେବେ, ଯେଉଁ ଅବଶିଷ୍ଟ ପାଣି ଥିବ ସବୁ ନିଗିଡ଼ି ଯିବ। ତାପରେ ଦେଖନ୍ତୁ, ଆମେ କ'ଣ କରିବା ନା ଯେଉଁ ପେନ୍ଥା ପେନ୍ଥା କରିକି ରଖିଥିଲେ ଟିକେ ଡାଙ୍ଗବାଲା, ଦେଖନ୍ତୁ ଏଠି ଟିକେ ଡାଙ୍ଗ ହେଇକି ଅଛି, ଆମେ ଗୋଟି ଗୋଟି କରିକି ଏମିତି ରଖିବା। ଯେମିତି ଆପଣମାନେ କଖାରୁ ଫୁଲ କିମ୍ବା ଯେକୌଣସି ଫୁଲ ପିଠଉ ପ୍ରସ୍ତୁତ କରନ୍ତି, କେତେ ବଢ଼ିଆ ଲାଗେ ନା। ଏଠି ଆମେ ସେମିତି ଗୋଟେ ରେସିପି ପ୍ରସ୍ତୁତ କରିବା, ବହୁତ ବଢ଼ିଆ ଲାଗିବ। ଏଠି ଦେଖନ୍ତୁ, କାଗଜ ଫୁଲକୁ ଧୋଇକି ମୁଁ ତାକୁ ଭଲ ଭାବରେ ପାଣି ନିଗିଡ଼େଇକି ତାକୁ ବାଛିକି ରଖିଦେଇଛି ଗୋଟି ଗୋଟି କରିକି। ଆଉ କିଛି କେବଳ ଫୁଲର ପାଖୁଡ଼ା, ଡାଙ୍ଗ ବିଲକୁଲ ଦେଇନି, ଫୁଲର ପାଖୁଡ଼ାକୁ ମୁଁ ଏଠି ଅଲଗା ଟିକେ କିଛି ବାହାର କରିକି ରଖିଦେଇଛି। ଏବେ ମୁଁ ନେଇଛି ଗୋଟେ ମୁଠା ଅରୁଆ ଚାଉଳ। ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ସାରିବା ପରେ ଆମେ ତାକୁ ବାଟିବା ପାଇଁ ରଖିଦେବା। ଏବେ ଦେଖନ୍ତୁ, ଚାଉଳରୁ ସବୁ ପାଣି କାଢ଼ିଦେବା। ଚାଉଳକୁ ଏଠି ଦେଇଦେବା, ବତୁରା ଚାଉଳକୁ ଗୋଟେ ଚାମଚ ଦେବା ଜିରା, ଅଳ୍ପ ଟିକେ ଦେବା ହଳଦୀ ଗୁଣ୍ଡ, ଆଉ ଧନିଆ ପତ୍ରର ଡାଙ୍ଗ କିଛି ଦେବେ, ବଢ଼ିଆ ଲାଗିବ, ସ୍ୱାଦ ବି ବଢ଼ିଆ ରହିବ। ରାଗ ପାଇଁ କଞ୍ଚା ଲଙ୍କା 2-3ଟି ଦେବା। ଆପଣମାନେ ଚାହିଁଲେ ଶୁଖିଲା ଲଙ୍କା ମଧ୍ୟ ଦେଇପାରିବେ। ତା ସହିତ ଆମେ ଯେଉଁ କାଗଜ ଫୁଲକୁ କେବଳ ବାଛିକି ତା ପାଖୁଡ଼ା ରଖିଥିଲେ, ସେଇଥିରୁ ଗୋଟେ ମୁଠା ଆଉ 2 ଚାମଚ ଦେବା ପାଣି। ତାକୁ ଚିକ୍କଣ କରିକି ବାଟିଦେବା, ବେଶୀ ପାଣି ଦେବେନି। ଅରୁଆ ଚାଉଳରେ ବେଶୀ ପାଣି ଦେଲେ ଭଲ ଭାବରେ ଚିକ୍କଣ ହେଇକି ବାଟି ହୁଏନି। ମାତ୍ର 1-2 ବଡ଼ ଚାମଚ ପାଣି ଦେବେ। ଆପଣମାନେ ଚାହିଁଲେ ରସୁଣ ମଧ୍ୟ 6-7 କୋଲା ପକେଇକି ବାଟି ପାରିବେ, କିନ୍ତୁ ମୁଁ ଏଠି ରସୁଣର ବ୍ୟବହାର କରିନି। ଏଠି ଦେଖନ୍ତୁ, ପୁରା ଚିକ୍କଣ କରିକି ବାଟିଦେବେ। କେତେ ସୁନ୍ଦର ରଙ୍ଗ ଆସିଛି ଦେଖନ୍ତୁ, କିନ୍ତୁ ପୁରା ଚିକ୍କଣ କରିକି ବାଟିଲେ ବଢ଼ିଆ ଲାଗିବ। ଏଠି ଆମେ ଦେବା 2 ବଡ଼ ଚାମଚ ବେସନ। ଅରୁଆ ଚାଉଳ ଦେଲେ ବଢ଼ିଆ ପୁରା ଉପରୁ କ୍ରିସ୍ପି ହେବ, ଆଉ ବେସନ ଦେଲେ ହାଲକା ସଫ୍ଟ ହେବ। ଏବେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ତାକୁ ଭଲ ଭାବରେ ଫେଣ୍ଟି ଦେବା। ବିଲକୁଲ ଖାଇବା ସୋଡ଼ା ଏକା ପକାଇବାର ଆବଶ୍ୟକତା ନାହିଁ, ଏମିତି ଆପଣମାନେ ପ୍ରସ୍ତୁତ କରିବେ। ଏଇ ଯେଉଁ ପେନ୍ଥା ପେନ୍ଥା କରିକି ଆମେ ଧୋଇକି ରଖିଥିଲେ କାଗଜ ଫୁଲକୁ ଏଇ ବ୍ୟାଟରରେ ବୁଡ଼େଇବେ, ଆଉ ତାୱାରେ ସୋରିଷ ତେଲ ଦେଇକି ଭାଜିବେ। ଯେମିତି ଆପଣମାନେ ଯେକୌଣସି ପିଠଉ ପ୍ରସ୍ତୁତ କରନ୍ତି ବା ବରା ପ୍ରସ୍ତୁତ କରନ୍ତି, ସେମିତି କରିପାରିବେ। ଆପଣମାନେ ଚାହିଁଲେ ଛାଣିକି ବି ପ୍ରସ୍ତୁତ କରିପାରିବେ, କିନ୍ତୁ ଛାଣିଲେ କ'ଣ ହେବ ନା,
ଅଧିକ ତେଲ ଟାଣିଦେବ, ଦେହ ପାଇଁ ସେତେ ଭଲ ନୁହଁ। ଆପଣମାନେ ଏମିତି ଗୋଟେ ଚାମଚ ସୋରିଷ ତେଲରେ ବଢ଼ିଆ ଭାବରେ ଗରମ କରିକି ତାୱାରେ ଏମିତି ଗୋଟି ଗୋଟି କରିକି ଆପଣମାନେ ଭାଜିବେ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ କେତେ ସୁନ୍ଦର ରଙ୍ଗ ଆସିଛି ଦେଖନ୍ତୁ, ପୁରା ହାଲକା ହାଲକା ପିଙ୍କ କଲର୍କୁ ତା ସହିତ ଯେତେବେଳେ ଆମେ ଗୋଲାପୀ ରଙ୍ଗର ଏଇ ଯେଉଁ ଫୁଲ ପାଖୁଡ଼ା ଗୁଡ଼ିକୁ ଭାଜିବା, ବହୁତ ବଢ଼ିଆ ଦୁଇପଟ ହାଲକା ହାଲକା ପୁରା ଗୋଲାପୀ ରଙ୍ଗ ଦେଖାଯିବ, ଖାଇବାକୁ ବି ପୁରା ବଢ଼ିଆ ଲାଗିବ। ଦେଖନ୍ତୁ କେତେ ସୁନ୍ଦର ରଙ୍ଗ ଆସିଛି। ଆଉ ଟିକେ ଉପରେ ସୋରିଷ ତେଲ ଦେଇଦେଇକି ପୁରା କଡ଼ା କରିକି ତାକୁ ଆମେ କ'ଣ କରିବା ନା ଦୁଇ ପଟ ଭଲ ଭାବରେ ଭାଜିଦେବା। ଏଠି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ, ବିଲକୁଲ ଅଧିକ ଫ୍ଲେମ୍ ଦେବେନି ନହେଲେ ପୋଡ଼ିଯିବ। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ କରିକି ଆମେ କ'ଣ କରିବା ନା ଓଲଟେଇ ଦେବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଓଲଟି ଯାଉଛି। ଆଉ ଯେଉଁ ଷ୍ଟେମ୍ ବା ଡାଙ୍ଗ ଗୁଡ଼ିକ ଅଛି ତାକୁ ଆପଣମାନେ ଧରିକି ଖାଇବେ, ବଢ଼ିଆ ଲାଗିବ। ପୁରା ମୁସମୁସିଆ ଉପରୁ ଭିତରୁ ପୁରା ନରମ ରହିବ। ଆଉ କେତେ ସୁନ୍ଦର ରଙ୍ଗ ଆସିଛି ଦେଖନ୍ତୁ। ଏମିତି ଆପଣମାନେ ପ୍ରସ୍ତୁତ କରନ୍ତୁ। ଆପଣମାନେ ଚାହିଁଲେ ସନ୍ଧ୍ୟାର ସ୍ନାକ୍ସ ହେଉ କିମ୍ବା ସକାଳେ ଆପଣମାନେ ଏମିତି ବି ଖାଇପାରିବେ, ହାଲକା ଫୁଲକା, ବେଶୀ ବି ତେଲ ଦରକାର ନାହିଁ। ମାତ୍ର 1ରୁ 2 ଚାମଚ ତେଲରେ ଆପଣମାନେ ପୁରା ବଢ଼ିଆ ପ୍ରସ୍ତୁତ କରିପାରିବେ ଏମିତି ରେସିପିଟିଏ। ଆପଣମାନେ ଏମିତି କାଗଜ ଫୁଲରେ ପ୍ରସ୍ତୁତ କରନ୍ତୁ ଏଇ ନୂଆ ସ୍ନାକ୍ସଟିକୁ। କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ। ଏମିତି ଗରମା ଗରମ ମୁସୁମୁସିଆ କାଗଜ ଫୁଲର ସ୍ନାକ୍ସଟିକୁ ଖାଇବା ପାଇଁ ତା ସହିତ ଗୋଟେ ବହୁତ ବଢ଼ିଆ ଚଟପଟା ଖଟା ମିଠା ରାଗ ଲୁଣିର ଗୋଟେ ଚଟଣି ମଧ୍ୟ ବନେଇଥିଲି, ଯାହାକି ଏଇ କାଗଜ ଫୁଲରେ ମଧ୍ୟ ତିଆରି। ଆପଣମାନଙ୍କର ଯଦି ପ୍ରସ୍ତୁତି ପ୍ରଣାଳୀ ଦରକାର ନିଶ୍ଚୟ ଆପଣମାନେ ମୋତେ ଜଣାନ୍ତୁ, ମୁଁ ନିଶ୍ଚୟ ଆପଣମାନଙ୍କ ସହିତ ସେୟାର କରିବି। ବହୁତ ବଢ଼ିଆ ସୁଆଦିଆ। ଆଉ ଦେଖନ୍ତୁ ଆପଣମାନେ ଚାହିଁଲେ ଏଇ ସ୍ନାକ୍ସ ସହିତ ଟମାଟୋ ସସ୍ ହେଉ, ଚିଲି ସସ୍ ହେଉ କିମ୍ବା ଗ୍ରୀନ୍ ଚଟଣିରେ ବି ଖାଇପାରିବେ, ବେଶ ବଢ଼ିଆ ଲାଗିବ। ଆଜିର ପ୍ରସ୍ତୁତି ଆପଣମାନଙ୍କୁ କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ। ଯଦି ଭଲ ଲାଗିଥାଏ ତେବେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ସହିତ ହାଇପ୍ ମଧ୍ୟ କରିଦେବେ। ଆଉ ତା ସହିତ ଯଦି ନୂଆ ଦେଖୁଥାନ୍ତି ତେବେ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଫଳରେ କି ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଥାନ୍ତି ତେବେ ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଫଲୋ କରିବେ। ତେବେ ଆଜି ପାଇଁ ଏତିକି, ପୁଣି ଦେଖାହେବା ଆଉ ଗୋଟିଏ ଚଳଚ୍ଚିତ୍ରରେ ଆଉ ଗୋଟିଏ ନୂଆ ବ୍ୟଞ୍ଜନ ସହିତ। ଜୟ ଜୟ ଜଗନ୍ନାଥ।